ଜୟ ଜଗନ୍ନାଥ। ମୁଁ ଭିଡ଼ିଓଟା କରୁଛି। ମୁଁ ଏବେ ପୁରୀ ଯାଉଥିଲି। ପୁରୀ ଯିବା ବାଟରେ ଚନ୍ଦନପୁର ପାଖରେ ତୁଳସୀର ଗୋଟେ ଛକ ଅଛି। ସେ ଛକରେ ଭାଇ ଜଣେ ପଇଡ଼ ପକାଉଥିଲେ। ସେଦିନ ସାବିତ୍ରୀ ହେଇଛି। ଖରାବେଳେ ଯାଉଥିଲୁ, 1ରୁ 2ଟା ଟାଇମ୍ ହେବ। ସେଇ ସମୟରେ ପଇଡ଼ ପିଇବାକୁ ଇଚ୍ଛା ହେଲା। ସେ ଭାଇ ସେଠି ଜଣେ ପଇଡ଼ ପିଉଥିଲେ। ଆମେ ସେ ପଇଡ଼ ପିଇବା ସମୟରେ ସେ ଭାଇଙ୍କର ମାନେ ସ୍ତ୍ରୀ ଆସିଲେ, ମାନେ ସତ୍ୟବାନଙ୍କୁ ପୂଜା କରିବା ପାଇଁ। ମୁଁ ଏଠି ଯାହା ଦେଖିଲି ଆଖିରେ ଆକ୍ଚୁଆଲି ଭଲ ପାଇବା ଅଛି। ଆଉ ସ୍ତ୍ରୀମାନେ କେମିତି ସତ୍ୟବାନଙ୍କୁ ପୂଜା କରାଯାଏ ମୁଁ ସେଇଠି ଦେଖିଲି। ଆଜିକାଲି ସ୍ତ୍ରୀମାନେ ଆପଣମାନେ ଜାଣୁଥିବେ କେମିତି ପୂଜା କରୁଛନ୍ତି। ରିଲ୍ ଦେଖିଲି ସେ ସାବିତ୍ରୀ ବେଳା ଦିନରେ ସେ ଭାଇ ଘରକୁ ନ ଯାଇକି ପଇଡ଼ ପକାଉଛନ୍ତି ଖରାବେଳେ। ସେ ମ୍ୟାଡ଼ାମ୍ ଆସିଛନ୍ତି। ଦେଖନ୍ତୁ ଭିଡ଼ିଓଟା କେମିତି ସେ ପୂଜା କରୁଛନ୍ତି। ଭିଡ଼ିଓଟା ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ ବି କରିବେ। ଆଉ ସେ ଭାଇଙ୍କି ଆଶୀର୍ବାଦ ଦିଅନ୍ତୁ। ଏମିତିକା ଦେଖନ୍ତୁ ଭିଡ଼ିଓଟା କେମିତି ହେଇଛି। ଆଜ୍ଞା, ଆପଣମାନେ ଦେଖିଲେ ତ ଭିଡ଼ିଓଟା। ଇଏ ହେଉଛି ପ୍ରକୃତ ସାବିତ୍ରୀ ସତ୍ୟବାନ ଭଲ ପାଇବା। ମୁଁ ଆପଣମାନଙ୍କୁ ଏତିକି ପ୍ରାର୍ଥନା କରୁଛି, ଆପଣମାନେ ଏ ଭାଇଙ୍କ ପାଖକୁ ଯାଆନ୍ତୁ, ପଇଡ଼ ପିଅନ୍ତୁ। ଯେତେବେଳେ ବି ଯିବେ ପୁରୀ, ଆସିଲା ସେ ତୁଳସୀର ଛକରେ ଭାଇଙ୍କି ପଇଡ଼ ପିଉଛନ୍ତି। ଆଉ ଆସିଲା ସମସ୍ତେ ଆପଣମାନେ ସେ ପଇଡ଼ ଦୋକାନରୁ ପଇଡ଼ ପିଅନ୍ତୁ। ଏତିକି କହୁଛି। ଆଉ ସମସ୍ତେ ସେୟାର କରନ୍ତୁ ଭିଡ଼ିଓଟା। ଯେତେ ପାରୁଛ ସେୟାର କରନ୍ତୁ। ଭଗବାନ ଆପଣଙ୍କୁ ହେଲ୍ପ କରିବେ ଯେମିତି ହେଲେ। କାହିଁକି ନା ଏତେ ଖରାରେ ସେ ଭାଇ ପଇଡ଼ ପିଉଛନ୍ତି ନା। ନମସ୍କାର, ରହିଲି। ଭିଡ଼ିଓଟା ଭଲ ଲାଗୁଛି ଲାଇକ୍, ସେୟାର, ସବସ୍କ୍ରିପସନ୍ କରିବେ।